ଖୁବ୍ ଶୀଘ୍ର ହେବାକୁ ଯାଉଛି ଅପରେସନ୍ ସିନ୍ଦୁର 2। ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେନା ମୁଖ୍ୟ ସ୍ପଷ୍ଟ ଭାବରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଯେ ତାକୁ ଆତଙ୍କବାଦ ବନ୍ଦ କରିବାକୁ ପଡ଼ିବ, ନଚେତ୍ ଏହାର ଭୂଗୋଳ ବଦଳାଇ ଦେବ ଭାରତ। ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ଅପରେସନ୍ 2.0ରେ ସଂଯମତା ଅବଲମ୍ବନ କରାଯିବ ନାହିଁ। ପରବର୍ତ୍ତୀ ସମୟରେ ପାକିସ୍ତାନ ମାନଚିତ୍ରରେ ବି ରହିବ ନାହିଁ। ଭାରତୀୟ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଅପରେସନ୍ ସିନ୍ଦୁର ସମୟରେ ସମଗ୍ର ଦେଶ ଏକ ହୋଇଥିଲା। ବିଦେଶରେ ଥିବା ଆମର କର୍ମଚାରୀମାନେ ମଧ୍ୟ ଆମ ସହିତ ଯୋଗ ଦେଇଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ବିଶ୍ୱ ଭାରତ ସହିତ ଠିଆ ହୋଇଥିଲା। ଅପରେସନ୍ ସିନ୍ଦୁରରେ ଆମେ ଆତଙ୍କବାଦୀମାନଙ୍କୁ ଟାର୍ଗେଟ କରିଥିଲୁ। ଆମେ ସାଧାରଣ ନାଗରିକ କିମ୍ବା ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଚାହୁଁନଥିଲୁ। ପାକିସ୍ତାନ ପ୍ରଥମେ 35ରୁ 40 ମୃତ୍ୟୁ ରିପୋର୍ଟ କରିଥିଲା, କିନ୍ତୁ ଅଗଷ୍ଟ 14 ତାରିଖ ସେମାନେ ଭୁଲବଶତଃ 100ରୁ ଅଧିକ ସୈନିକ ମୃତ୍ୟୁ ବିଷୟରେ ଏକ ତାଲିକା ଜାରି କରିଥିଲେ। ଏଗୁଡ଼ିକ ସାମରିକ ମୃତାହତ ଥିଲା, କାରଣ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଗଣନା କରେ ନାହିଁ। ଏଥର ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥର ଆମେ ସଂଯମତା ଅବଲମ୍ବନ କରିବୁ ନାହିଁ ଏବଂ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ ଯାହାଦ୍ୱାରା ପାକିସ୍ତାନକୁ ପୂର୍ବ ନିର୍ବାଚନ କରିବାକୁ ପଡ଼ିବ ଯେ ସେ ଇତିହାସ ଏବଂ ଭୂଗୋଳରେ ରହିବାକୁ ଚାହୁଁଛି କି ନାହିଁ। ଯଦି ସେ ଇତିହାସରେ ନିଜର ସ୍ଥାନ ସ୍ଥାପନ କରିବାକୁ ଚାହୁଁଛି, ତେବେ ତାକୁ ଆତଙ୍କବାଦ ବନ୍ଦ କରିବାକୁ ପଡ଼ିବ। ଦାରିଦ୍ର୍ୟ ଯୋଗୁଁ ବନ୍ଦ ହେଲା ଆମେରିକାର ପ୍ରମୁଖ ସଂସ୍ଥା ନାସା। ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିଥିବା ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶରେ ଏକ ବଡ଼ ଆର୍ଥିକ ସଙ୍କଟ ସମ୍ମୁଖୀନ ହେଉଛନ୍ତି। ଏହି ସଙ୍କଟ ଯୋଗୁଁ ଆମେରିକାର ପ୍ରମୁଖ ମହାକାଶ ସଂସ୍ଥା ନାସା ଏହାର ଦୈନନ୍ଦିନ ଅପଡେଟ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖିଛି। ନାସା ଘୋଷଣା କରିଛି ଯେ ସରକାରଙ୍କ ପାଣ୍ଠି ବନ୍ଦ ହେଉଥିବାରୁ ଏହାର ସମସ୍ତ କାର୍ଯ୍ୟ ବର୍ତ୍ତମାନ ବନ୍ଦ ରହିଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିବ। ଟ୍ରମ୍ପ ପ୍ରଶାସନ ବନ୍ଦ ହେବା ପୂର୍ବରୁ ଆମେରିକୀୟ ମହାକାଶ ସଂସ୍ଥା ବନ୍ଦ ହୋଇଯାଇଛି। କଂଗ୍ରେସ ଏକ ବଜେଟ୍ କିମ୍ବା ଅସ୍ଥାୟୀ ପାଣ୍ଠି ବ୍ୟବସ୍ଥା ପାସ୍ କରିବା ବିଫଳ ହେବା ପରେ ନାସାରେ ଏହି କ୍ଷତି ଘଟିଲା। ଯେତେବେଳେ ଯୁକ୍ତରାଷ୍ଟ୍ର 1 ଅକ୍ଟୋବର 2025ରୁ ସରକାରୀ ବନ୍ଦର ସମ୍ମୁଖୀନ ହେଉଛି, ପ୍ରାୟ 6 ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଏପରି ବନ୍ଦ ରହିଛି, ଯାହା ନାସା ସମେତ ଅନେକ ସରକାରୀ ସଂସ୍ଥାର ହଜାର ହଜାର କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଇ ଦେଇଛି। ପାଣ୍ଠି ବନ୍ଦ ହେବା ଯୋଗୁଁ ନାସାର ଦୈନନ୍ଦିନ ଯୋଗାଯୋଗ ବନ୍ଦ ହୋଇଛି, ସୋସିଆଲ ମିଡିଆ ଅକ୍ଷମ ହୋଇଛି ଏବଂ ମିଶନ ଅପଡେଟ୍ ବିଳମ୍ବ ହୋଇଛି। 24 ଘଣ୍ଟାରେ ରାଜ୍ୟରେ ଭୟଙ୍କର ବାତ୍ୟା। ଆସନ୍ତା 12 ଘଣ୍ଟାରେ ବାତ୍ୟାର ସମ୍ଭାବନା ରହିଛି। ଆରବ ସାଗରରେ ଆଗାମୀ 12 ଘଣ୍ଟାରେ ବଡ଼ ବାତ୍ୟାର ସମ୍ଭାବନା ରହିଛି। ଚଳିତ ବାତ୍ୟା ଋତୁରେ ଏହା ପ୍ରଥମ ବାତ୍ୟା। 24 ଘଣ୍ଟାରେ ବାତ୍ୟାର ଅଧୀନ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ। ତେବେ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ ବୋଲି କୁହାଯାଉଛି। ଉତ୍ତର ପୂର୍ବ ଆରବ ସାଗର ଉପରେ ଏକ ବାତ୍ୟା ଘନୀଭୂତ ହେଉଛି, ଯାହା ଆସନ୍ତା 24 ଘଣ୍ଟାରେ ଏହା ଭୀଷଣ ବାତ୍ୟାର ରୂପ ନେବ ବୋଲି କୁହାଯାଉଛି। ବାତ୍ୟାଟି ବର୍ତ୍ତମାନ ଦ୍ୱାରକାରୁ ପ୍ରାୟ 240 କିଲୋମିଟର ପଶ୍ଚିମ ଦକ୍ଷିଣ ପଶ୍ଚିମ, ଉପବନ୍ଦରରୁ 270 କିଲୋମିଟର, ପଲିଆରୁ 280 କିଲୋମିଟର ଦକ୍ଷିଣ ପଶ୍ଚିମ ଏବଂ କରାଚିରୁ 400 କିଲୋମିଟର ଦକ୍ଷିଣ ଅଛି। ଆସନ୍ତା 12 ଘଣ୍ଟାରେ ଏହା ବଡ଼ ଧରଣର ବାତ୍ୟାରେ ପରିଣତ ହୋଇପାରେ। ସମୁଦ୍ର ମଧ୍ୟରେ ବଳ ଘଟାଇବ। ଗିଲ୍ ହେଲେ ସୁପରହିଟ୍, ଭାଙ୍ଗିଲା ଗାଭାସ୍କରଙ୍କ ରେକର୍ଡ। ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍। ଭାରତର ପ୍ରଥମ ଇନିଂସ ସମୟରେ ଆଧାନିକ ଶୁଭମ ଗିଲ୍ 50 ରନ୍ କରି ଆଉଟ୍ ହୋଇଥିଲେ। ଯଦିଓ ଗିଲ୍ ତାଙ୍କ ଇନିଂସ ଶତକରେ ପରିଣତ କରିପାରିନଥିଲେ, ସେ ତାଙ୍କ ନାମରେ ଏକ ରେକର୍ଡ ସୃଷ୍ଟି କରିଥିଲେ ଯାହାକୁ ବିଶ୍ୱ ମନେ ରଖିବ। ଟେଷ୍ଟ କ୍ରିକେଟ ଇତିହାସରେ ଗତ 47 ବର୍ଷ ମଧ୍ୟରେ ଗିଲ୍ ପ୍ରଥମ ଭାରତୀୟ ଅଧିନାୟକ ଯିଏ ଭାରତର ଅଧିନାୟକ ଭାବରେ ତାଙ୍କର ପ୍ରଥମ ଟେଷ୍ଟ ଇନିଂସରେ 50+ ରନ୍ କରିଥିଲେ। ଏହା ମୁତାବକ ଏହା ପୂର୍ବରୁ 1978 ମସିହାରେ ଭାରତରେ ଅଧିନାୟକ ଭାବରେ ତାଙ୍କର ପ୍ରଥମ ଟେଷ୍ଟ ଖେଳୁଥିବା ସମୟରେ ସୁନୀଲ ଗାଭାସ୍କର ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 205 ରନ୍ କରିଥିଲେ। ଏବେ 2025 ମସିହାରେ ଶୁଭମ ଗିଲ୍ ଭାରତର ଅଧିନାୟକ ଭାବରେ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳି ୱେଷ୍ଟଇଣ୍ଡିଜ ବିପକ୍ଷରେ 50 ରନ୍ କରିଥିଲେ। ମଝି ସମୁଦ୍ରରେ ଘଟିଲା। ଫ୍ରାନ୍ସ ଆଟଲାଣ୍ଟିକ୍ ଉପକୂଳରୁ ଜବତ କରାଯାଇଥିବା ରୁଷୀୟ ନୌବାହିନୀର ଏକ ତୈଳ ଟ୍ୟାଙ୍କର କ୍ୟାବିନେଟ୍ଙ୍କ ବିରୋଧରେ ତଦନ୍ତ କରାଯିବ। ତଦନ୍ତରେ ସହଯୋଗ କରିବାକୁ ମନା କରିବାରୁ ଫ୍ରାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବନ୍ଦର ସହର ବ୍ରେଷ୍ଟର ପ୍ରସିକ୍ୟୁଟର ଷ୍ଟିଫେନ୍ କୋଲେନବର୍ଗଙ୍କ ଅନୁଯାୟୀ ଅଟକ ଥିବା 2 ଚାଇନା କ୍ରୁ ସଦସ୍ୟ, କ୍ୟାପ୍ଟେନ୍ ଏବଂ ମୁଖ୍ୟ ସାଥୀଙ୍କୁ ପୋଲିସ ହେପାଜତରୁ ମୁକ୍ତ କରାଯାଇଥିଲା। କୋଲେନବର୍ଗ କହିଛନ୍ତି ଯେ ଆଟଲାଣ୍ଟିକ୍ ସାମୁଦ୍ରିକ ପ୍ରେଫେକ୍ଟ ନ୍ୟାୟିକ କର୍ତ୍ତୃପକ୍ଷ ଜଣାଇବା ପରେ ଏକ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଥିଲା ଯେ କ୍ରୁମାନେ ଅସହଯୋଗ କରୁଛନ୍ତି। କ୍ରୁମାନେ ଜାହାଜଟି କେଉଁ ଦେଶର ତାହା ସ୍ପଷ୍ଟ କରିବାରେ ମଧ୍ୟ ବିଫଳ ହୋଇଥିଲେ। ଜାହାଜର ଉଲ୍ଲେଖିତ ଜାତୀୟତା ଏବଂ ଏହାର ପ୍ରକୃତ ଜାତୀୟତା ମଧ୍ୟରେ ଏକ ବିଭେଦ ଦେଖାଯିବା ପରେ ମଧ୍ୟ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଫରାସୀ ନୌବାହିନୀ ଜାହାଜରେ ଚଢ଼ିଥିଲା। ଜାହାଜଟି ବହୁ ପରିମାଣର ତେଲ ବହନ କରିଥିଲା। କ୍ୟାପ୍ଟେନ୍ଙ୍କୁ ଫେବୃଆରୀ 23 ତାରିଖରେ ବ୍ରେଷ୍ଟର ବିଚାର ପାଇଁ ଡକାଯାଇଛି। ତାଙ୍କୁ 1 ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ €1,50,000 ଜରିମାନା ହୋଇପାରେ।